ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ବ୍ୟାସକବି ଫକୀରମୋହନ ସେନାପତିଙ୍କର 182ତମ ଜନ୍ମତିଥି ପାଳିତ ହୋଇଯାଇଛି। ଏହି ଅବସରରେ ଫକୀରମୋହନ ଗୋଲେଇଟାରେ ଥିବା ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ସଂଘର ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଅଜିତ କୁମାର ମହାନ୍ତି, ହାଇଦର ଖାନ, ଦେବବ୍ରତ ପାଣିଗ୍ରାହୀ, ଅରୁପ ନାରାୟଣ ମହାନ୍ତି, ସନ୍ତୋଷ କୁମାର ପଣ୍ଡା, ମଦନ ଦାସ ମହାପାତ୍ର, ଜିତେନ୍ଦ୍ର କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, କିଶୋର ଦାସ, ଶଶିରଞ୍ଜନ ମଲ୍ଲିକ, ବିଶିଷ୍ଟ ବ୍ୟକ୍ତି ଭୁବନାନନ୍ଦ ଦାସ, ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇ ତତ୍କାଳୀନ ସମାଜରେ ଫକୀରମୋହନ ସେନାପତିଙ୍କର କାଳଜୟୀ ଲେଖାର ଆଜିର ସମାଜ, ଯୁବ ସମାଜ ଓ ବିଶେଷ କରି କବି ଓ ସାହିତ୍ୟିକମାନଙ୍କ ପାଇଁ ପ୍ରେରଣାର ପଥ ପ୍ରଦର୍ଶକ ହୋଇଛି ବୋଲି କହିଥିଲେ। ଫକୀରମୋହନ ସେନାପତିଙ୍କର କାଳଜୟୀ ଲେଖା ତତ୍କାଳୀନ ସମାଜ ସଂସ୍କାର ପାଇଁ ଅଭିପ୍ରେତ ଥିବାବେଳେ ବର୍ତ୍ତମାନର ସାମ୍ବାଦିକମାନେ ଫକୀରମୋହନ ସେନାପତିଙ୍କର ଦାୟାଦ ହିସାବରେ ସମାଜର ଉପେକ୍ଷିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରି ନିଜର ଲେଖନୀ ଚାଳନା କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।